ଯାଜପୁର ଜିଲ୍ଲା ବଜରଙ୍ଗ ଦଳ ପକ୍ଷରୁ ବାଂଲାଦେଶୀ ହଟାଓ ସମ୍ପର୍କିତ ଏକ ବିଶାଳ ରାଲି ଅନୁଷ୍ଠିତ ହୋଇଯାଇଛି। ବାଂଲାଦେଶରେ ସଂରକ୍ଷଣ ନୀତିକୁ କେନ୍ଦ୍ର କରି ସେଠାରେ ରହୁଥିବା ହିନ୍ଦୁମାନଙ୍କୁ ଅତ୍ୟାଚାର କରାଯାଉଛି, ଯାହାକୁ ନେଇ ହିନ୍ଦୁଙ୍କ ମନରେ ହିନ୍ଦୁତ୍ୱ ଭାବ ଦେଖିବାକୁ ମିଳୁଛି। ଏହି ପରିପ୍ରେକ୍ଷୀରେ ବଜରଙ୍ଗ ଦଳ ପକ୍ଷରୁ ସ୍ଥାନୀୟ ବଜରଙ୍ଗ ଛକଠାରୁ ବିଶାଳ ରାଲି ଯୋଗେ ବାହାରି ମା ବିରଜା ମନ୍ଦିର ଛକ, କୁଆଁସରପୁର ଯୋଡ଼ିକୂଅ, ଗରିଆପୁର ନାରାୟଣ ଛକ ଏବଂ ବଡ଼ବଜାର ହରପାର୍ବତୀ ଛକ, ହାବେଳି ବଜାର, ଗାନ୍ଧୀ ଛକ ପରିକ୍ରମା କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ଏବଂ ପ୍ରତିବାଦ ସଭା କରାଯାଇଥିଲା। ଆନ୍ଦୋଳନକାରୀଙ୍କ ଦାବି ମୁତାବକ ବାଂଲାଦେଶରେ ହିନ୍ଦୁମାନଙ୍କ ଉପରେ ଅତ୍ୟାଚାର ବନ୍ଦ କରିବା ଓ ଭାରତବର୍ଷରୁ ବାଂଲାଦେଶ ରୋହିଙ୍ଗ୍ୟାମାନଙ୍କୁ ବିସ୍ଥାପିତ କରିବା, ଯାଜପୁର ଜିଲ୍ଲା ସମେତ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା ପ୍ରଭୃତି ଜିଲ୍ଲାମାନଙ୍କରେ ବାଂଲାଦେଶୀ ହଜାର ହଜାର ସଂଖ୍ୟାରେ ଆସି ଓଡ଼ିଶାର ଜଙ୍ଗଲ ଜମିକୁ ଦଖଲ କରି ନିଜର ଆଧିପତ୍ୟ ବିସ୍ତାର କରିବାରେ ଲାଗି ପଡ଼ିଛନ୍ତି ଏବଂ ସେମାନେ ଏକ ବାଂଲାଦେଶୀ ସହର ଗଢ଼ିବା ପାଇଁ ଯୋଜନା କରୁଛନ୍ତି। ସେମାନଙ୍କୁ ଏବେଠାରୁ ଓଡ଼ିଶାରୁ ବିତାଡ଼ିତ କରା ନଯାଏ ତେବେ ଆଗାମୀ ଦିନରେ ହିନ୍ଦୁ ସମାଜ ତାଙ୍କ ଦ୍ୱାରା ଅତ୍ୟାଚାରିତ ହେବେ ବୋଲି ଆନ୍ଦୋଳନକାରୀମାନେ ଅଭିଯୋଗ କରିଛନ୍ତି। ଏଣୁ ସେମାନଙ୍କୁ ରାଜ୍ୟରୁ ତୁରନ୍ତ ବିତାଡ଼ିତ କରିବା ପାଇଁ ଜିଲ୍ଲାପାଳଙ୍କ ଜରିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ପ୍ରଦାନ କରାଯାଇଛି। ଯଦି ଆଗାମୀ ଦିନରେ ସରକାର ସେମାନଙ୍କ ପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରନ୍ତି ତେବେ ଆଗାମୀ ଦିନରେ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ବଜରଙ୍ଗ ଦଳ ପକ୍ଷରୁ ଚେତାବନୀ ଦିଆଯାଇଛି। ଲକ୍ଷ ଲକ୍ଷ କୋଟି କୋଟି ଅନୁସାରେ ସେମାନେ ଆସିଛନ୍ତି। ପ୍ରାୟ ଏଠି ପାହାଡ଼ ପର୍ବତ ଜଙ୍ଗଲ ଜମି ଦଖଲ କରିଛନ୍ତି, ଆଉ ସମୁଦ୍ରକୂଳ ଅଞ୍ଚଳକୁ ଦଖଲ କରିଛନ୍ତି, ଆଉ ବାଲେଶ୍ୱର, ଭଦ୍ରକ, ଆଉ ଯାଜପୁର ଏମିତି ନେଇକି କେନ୍ଦ୍ରାପଡ଼ା ନେଇକି ସେଠି ଗୋଟେ ବୃହତ୍ ବାଂଲାଦେଶ ତିଆରି କରିବା ପାଇଁ ତାଙ୍କ ଯୋଜନାରେ ସେମାନେ ପ୍ରସ୍ତୁତ ହେଇକି ଆସିଛନ୍ତି। ବହୁ ପରିମାଣରେ ଏଠି ରୋହିଙ୍ଗ୍ୟା ଅନୁପ୍ରବେଶକାରୀମାନେ ଆସିଛନ୍ତି। ତାଙ୍କୁ ଆଗାମୀ ସରକାରମାନେ ସୁରକ୍ଷା ଦେଲେ ଏବେ ସରକାରଙ୍କର ନିର୍ଦ୍ଦେଶ ଅଛି ତାଙ୍କୁ ସବୁ ଖୋଜ ଖବର କରିବା ପାଇଁ ଆମେ ଦାବି କରୁଛୁ। ତୁରନ୍ତ ଖୋଜ ଖବର। ଯାଜପୁରରୁ ଆଦିତ୍ୟ ମହାନ୍ତିଙ୍କ ରିପୋର୍ଟ, ଦ ନ୍ୟୁଜ୍ ଟୁଡେ।